ଆଲୋ ଆଲୋ ଏଠି ପୁରା କଣ ଖାଦ୍ୟ ରେଡି ଭାତ ଡାଲି ତରକାରୀ। ହଁ ଆଜ୍ଞା, ଏସବୁକୁ ଜାଣିବା ପାଇଁ ଭିଡ଼ିଓଟାକୁ ଲାଷ୍ଟ ପୁଞ୍ଜା ଦେଖନ୍ତୁ। ନମସ୍କାର, ଆଜି ଆମ ଗାଁରେ ପାଲଟପୁରେ କୀର୍ତ୍ତନ ଆରମ୍ଭ ହେଉଛି ହରିଗୋସାଇଁ। ଆପଣମାନେ ଦେଖନ୍ତୁ ଗେଟ୍ଟା ବହୁତ ସୁନ୍ଦର ଭାବରେ ସଜା ହେଇଛି। ଚାଲନ୍ତୁ ଭିତରକୁ ଯିବା, ଦେଖିବା କ'ଣ କ'ଣ ସଜା ହେଇଛି। ଆସନ୍ତୁ, ଲିଚୁ ଲାଇଟ୍ର ଏଠି ପୁରା ସଜା ହେଇଛି। ଦେଖାଯାଉ ଭିତରକୁ କ'ଣ ସଜା। ଦେଖିବା ମଣ୍ଡପର ସଜାସଜ୍ୟ କ'ଣ ହେଇଛି, ଚାଲ ସେଟାକୁ ଦେଖିବା। ମଣ୍ଡପର ବହୁତ ସଜା, ଠାକୁର ଏଠି ସଜା ହେଇଛନ୍ତି। ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଏଠି ହରିଗୋସାଇଁ ବସିଛନ୍ତି। ସଜାସଜି ଆମର ହେଇଛି। ଦେଖନ୍ତୁ ଗେଣ୍ଡୁ ଆଉ ପ୍ଲାଷ୍ଟିକ ଫୁଲରେ ପୁରା ସାଜସଜ୍ଜାଟା ଆମର ହେଇଛି। କେତେ ସୁନ୍ଦର ଭାବରେ ସାଜସଜ୍ଜା ଏଠି ଦେଖିପାରୁଥିବେ ପୁରା ମଣ୍ଡପଟା। ଆପଣଙ୍କ ସେ ଗାଁରେ ଯଦି ଏମିତି କିଛି ମଣ୍ଡପ ସଜା ହେଇଥିବ କି ଏମିତି ହରିଗୋସାଇଁ ହେଉଥିବ, ମୋତେ ଟିକେ ନିଶ୍ଚୟ ଭିଡ଼ିଓରେ କମେଣ୍ଟ କରିବେ ଆଉ ସେୟାର ବି କରିବେ। ଆଉ କେଉଁ ଜାଗାରୁ ଆପଣ ଦେଖୁଛନ୍ତି ମୋତେ ଭିଡ଼ିଓଟା ଟିକେ କମେଣ୍ଟ କରିବେ, ଭିଡ଼ିଓରେ କମେଣ୍ଟ କରିବେ। ଠାକୁର ଏଠି ବସିଛନ୍ତି, ଧୂଆଁ ଦେଇଛନ୍ତି ଠାକୁରଙ୍କୁ। ଏମିତି ଠାକୁର ବି ଆଉ ଜଣାପଡ଼ୁନାହାନ୍ତି ଠାକୁର ଅଛନ୍ତି କି ନାହିଁ। ହଉ, ଯାହା ବି ହଉ ଭଲ ହେଇଛି, ବହୁତ ଖୁସିରେ ଅଛି। ଆମର ମଣ୍ଡପ ଦେଖିଲେ, ଏଠି ଆପଣଙ୍କର ଠାକୁର ବସିଛନ୍ତି ଦେଖିଲେ। ଚାଲ ଏବେ ଯିବା ଆମ ଗେଷ୍ଟ ଆଡ଼କୁ। ଏଠି ଦେଖନ୍ତୁ ଆମ ମୁରବୀମାନେ ବସିଛନ୍ତି, ଗାଁର ମୁରବୀମାନେ। ଏଠି ଆମର ଗେଷ୍ଟ ପାଇଁ ଚେୟାର ଫେୟାର ପଡ଼ିଛି, ସବୁକିଛି ସୁବିଧା ହେଇଛି। ଆଉ ଗୋଟେ ସୂଚନା ଆପଣଙ୍କୁ ଦେବାକୁ ଚାହୁଁଛି, ଆମର ଗୋଟେ ଝିଅ ଗାଁଣ ଆସିବାର ଥିଲା, ଯାହାଫଳରେ କି ମା ମାଉସୀମାନେ ବହୁତ ଭଉଣୀମାନେ ବହୁତ ଭିଡ଼ ଏଠି ହେଇଛନ୍ତି ଯେ ତାଙ୍କରି ପାଇଁ। କିନ୍ତୁ ସିଏ ପର ମୁହୂର୍ତ୍ତରେ ଆମକୁ କହିଲେ ଯେ ଆମେ ଆସିପାରିବୁନୁ, ଆମର କିଛି ଅସୁବିଧା ଅଛି, ସେଥିପାଇଁ ଆମେ ଯାଇପାରିବୁନୁ। ଯାହାଫଳରେ କି ଆମେ ଆଉ କିଛି କରିପାରିନୁ। ହଉ ଦେଖିବା, ଦୁଇଟା ଦଳ ତ ଆଇଛନ୍ତି, ତାଙ୍କ ଭିତରେ କ'ଣ କମ୍ପିଟିସନ୍ ହେଉଛି ଜଣାପଡ଼ିବ। ଏଠି ଆମର ଛୁଆ ବଡ଼ ଭାଇମାନେ ସବୁ ବୁଲୁଛନ୍ତି। ହ୍ୟାଲୋ 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 ହ୍ୟାଲୋ, ଏଠି କ'ଣ ସେଲ୍ଫି ପଏଣ୍ଟ ଲାଗିଛି ନା କ'ଣ? ଚାଲନା ଗୋଟେ ଫଟୋ ଉଠାଇଦେବା। ଫଟୋ କ'ଣ ଉଠାଇବା, ଦଳିଆ ତ ଆସିକି ପହଞ୍ଚିଲେଣି ଆମ ଅଳକୁଣ୍ଡୁ ଦଳିଆ। ତାଙ୍କୁ ଚାଲ ସ୍ୱାଗତ କରିବା, ଆଉ ତାଙ୍କୁ ନେଇକି ଆମ କୀର୍ତ୍ତନ ମଣ୍ଡପ କତିରେ ଛାଡ଼ିକି ଟିକେ କେମିତି ସିଏ ପ୍ରଦର୍ଶନ କରୁଛନ୍ତି ଆମେ ସେଇଟାକୁ ଆନନ୍ଦ ନେବା। ଚାଲ ଯିବା। ଏବେ ଆମେ କୀର୍ତ୍ତନ ମଣ୍ଡପ କତିକି ତାଙ୍କୁ ନେଇକି ଆଇଛୁ। ଭାଇ ଝାଞ୍ଜ କତାଳରେ ତାଙ୍କର ପୁରା ମୃଦଙ୍ଗରେ ପୁରା ଜବାବ କରୁଛନ୍ତି। ଯାହା ହଉ ଭଲ ବି କରୁଛନ୍ତି, ଦେଖାଯାଉ ଆଉ କ'ଣ ହେବ। ଏଇ ଏପଟର ମାଉସୀମାନେ କହୁଛନ୍ତି, ମାଆ ମାନେ ଭାଉଜମାନେ କହୁଛନ୍ତି, ଆମକୁ କ'ଣ ଭିଡ଼ିଓ ଟିକେ ଆଣିବନି ନା? କାହିଁକି ଆଣିବୁନ, ନେମୁ ନା ଆଉ। ସମିତିକି ନେଇକି ଭିଡ଼ିଓ ଆମେ କରୁଛୁ। ଚାଲ ଯିବା। ଖାଦ୍ୟ ପୁରା ରେଡ଼ି ହେଇଗଲାଣି। ଚାଲ ଏବେ ଆମେ, ଆରେ ଇଏ ତ ବଢ଼ିଆ ଖାଦ୍ୟ ହେଇଛି, ଭାତ ଡାଲି ତରକାରୀ କ୍ଷୀରି ଖଟା। ଯାହା ହଉ ଠିକ୍ ଅଛି, ଚାଲ ଯିବା ବସିକି ଖାଇବା। ହ୍ୟାଲୋ, ଖାଇବା କଥା କହିଲା ବେଳକୁ ଦେଖିଲା ବେଳକୁ ଏଠି ସବୁ ଖାଇଲେଣି। ମୁଁ କହୁଛି ଖାଇବା, ଏ ଦେଖୁନା କେତେ ସୁନ୍ଦର ଭାବରେ ସମିତେ ଖାଉଛନ୍ତି ଆମ ଗ୍ରାମବାସୀ। ଆମର ମୁନା ବାବୁ ପାଣି ଦେଉଛନ୍ତି, କିଛି ଧର୍ମ କାମ କରୁଛନ୍ତି ମୁନା ବାବୁ ପାଣି ଦେଇକି। ଯାହା ହଉ ଭଲ, ମୁନା ବାବୁ ବି ଆମର ଗୋଟେ ଭଲ କ୍ୟାଟରିଂ କଲ୍ର ଗୋଟେ ମେମ୍ବର। ସେପଟରେ ଦେଖନ୍ତୁ ଛୁଆ ବଡ଼ ଭାଇମାନେ ଭଉଣୀମାନେ ମାଆମାନେ ମାଉସୀମାନେ ସମିତେ ଖାଦ୍ୟ ଖାଉଛନ୍ତି। ଆମ ଗାଁରେ କେଉଁଠି କ୍ୟାଟରିଂ ବାଲା ଆସନ୍ତି ନାହିଁ, ଆମ ନିଜ ନିଜ ଗାଁର ପିଲାମାନେ ଆମେ ହିଁ ସବୁ ଆୟୋଜନ କରୁ। ଆଉ ଦେବା ନେବା, ଲୋକଙ୍କୁ ଇଏ କରିବା, ରିସିଭ୍ କରିବା, ସବୁ ଆମେ ହିଁ କରୁ। ଦେଖାଯାଉ, ଆମର ଅନୁଷ୍ଠାନଟା ଏମିତି ଚାଲିଛି ଆଉ ଚାଲୁଥିବ। ଆଉ ଆପଣଙ୍କ ଗାଁରେ ଏମିତି ଯଦି କିଛି ସୁବିଧା ଥିବ କି କୀର୍ତ୍ତନରେ ଏମିତି ଆୟୋଜନ କରୁଥିବେ, ଇଏ କରୁଥିବେ, ମୋତେ ଟିକିଏ କମେଣ୍ଟ ନିଶ୍ଚୟ କରିବେ। କାହିଁକି ନା ସବୁ ଗାଁରେ ତ କୀର୍ତ୍ତନ ହୁଏ ମାନୁଛି, କିନ୍ତୁ ସବୁ ଗାଁରେ ଟିକେ ଟିକେ ନିଆରା ଭାବରେ ହୁଏ। ସେଥିପାଇଁ ସବୁ ଗାଁରେ ଅଲଗା କେମିତି ମଣ୍ଡପ ସଜା, କେମିତି କୀର୍ତ୍ତନ ହୁଏ, ଦଳିଆ ଆସନ୍ତି, ସେଇଟା ସୁବିଧାଟା ସବୁ ଥାଏ। ଆଉ ମୋତେ ତ ସବୁ ଭାବୁଥିବ, ଭାଇ ତମେ କାହିଁ ତ ଭିଡ଼ିଓ ଆଗରେ ଆସୁନା? ଆରେ ଭାଇ ଆମ ଗାଁରେ ଏତେ ବ୍ୟସ୍ତ ଯେ ସବୁମାନେ ପିଲାମାନେ, ଆମ କ୍ୟାମେରା ଧରିବା ପାଇଁ କେହି ନାହାନ୍ତି। ଆଉ ମୁଁ କହିନି ସବୁଦିନ ତ ମୁଁ କ୍ୟାମେରା ଆଗରେ ଆଉଛି, ଆଜି ମୁଁ କ୍ୟାମେରା ପଛରେ ରହିମି, ଆଉ ଦର୍ଶକମାନଙ୍କୁ ମୁଁ କ୍ୟାମେରା ଆଗକୁ ଆଣିମି। ସେଥିପାଇଁ ମୁଁ
କ୍ୟାମେରା ପଛରେ ରହିଛି ଆଉ କ୍ୟାମେରା ଆଗରେ ତମେମାନେ ତ ଦେଖୁଥିବ ଦର୍ଶକମାନେ। ଏଠି ସବୁ ଆମର ଭାଉଜ ଭାଇ ମଉସା ମାଉସୀ ସବୁ ଏଠି ଖାଉଛନ୍ତି ଦେଖିପାରୁଥିବେ। ବହୁତ ସୁନ୍ଦର ଭାବରେ ଆମର ଆୟୋଜନ ହେଇଛି। ଆଉ ସେମିତିଆ ଆମର ଖୁସିବାସିର ଚାଲୁଛି ଆମର। ଯାହା ହଉ ଆମ ଅନୁଷ୍ଠାନଟା ବହୁତ ପୁରୁଣା ଅନୁଷ୍ଠାନ, ମା ସାହାରା ସୁନ୍ଦରୀ ଅନୁଷ୍ଠାନ। ଏଠି ଆମ ସରପଞ୍ଚ ମାନେ ଆସିକି ମେମ୍ବର ମାନେ ଖାଉଛନ୍ତି। ଏଠି ଆମ ସାର୍ ଦେଖୁନାହାନ୍ତି ଖାଉଛନ୍ତି, ଫେର ହାତଟା ବି ହଲଉ ଦେଉଛନ୍ତି। ଆଉ ଏଠି ବି ଆମର କିଛି ପିଲା ଖାଉଛନ୍ତି। ଆଉ ଚାଲୁ ଆମର କେତେ ଦିନ ଚାଲୁଛି ଏଇ ମା ସାହାରା ସୁନ୍ଦରୀ ପାଖରେ। ଆଉ ଏଠି ଦେଖିପାରୁଥିବେ ଆମର ସବୁ ବସିଛନ୍ତି। ଏ ଦେଖୁନା ତାକୁ ଟିକେ ଗେଲ କରିଦେଉଛି, ଖାଇଲା ବେଳେ ବି ଗେଲ। ଇଏ ତାକୁ ମୋବାଇଲ ଛାଡ଼ିବ ନାହିଁ।